ଦେଖନ୍ତୁ ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଗୋଟେ ସାମାଜିକର ପରିଚୟ ନୁହେଁ ଏବଂ ତାଙ୍କର ଜନ୍ମଦିନକୁ ସମଗ୍ର ପୃଥ୍ୱୀବାସୀକୁ ଦାନ କରିଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଜନ୍ମଦିନ ପାଳନ କରିବ ଏ ମାନବ ସମ୍ବଳ ୱୁମେନ୍ ରିସର୍ଚ୍ଚ ଡେଭଲପମେଣ୍ଟରେ ଲାଗୁ, ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲରେ ଲାଗୁ। ସେଥିପାଇଁ ପରିବେଶ ଅଧିକ ଆମେ ସଂରକ୍ଷଣ କରିବା, କନଜରଭେସନ କରିବା, ସନ୍ତୁଳିତ କରିବା। ଏ ଦିଗରେ ସମଗ୍ର ଆମର ଭାରତବାସୀଙ୍କୁ ସମଗ୍ର ପୃଥ୍ୱୀବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ ଆଧାରରେ ଜଙ୍ଗଲ ବିଭାଗ ଏବଂ ସମଗ୍ର ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କର ଜନ୍ମଦିନକୁ ଲୋକଙ୍କର ସେବାରେ ସେବା ବୋଲେ କ'ଣ, ପରିବେଶଟାକୁ ଆମେ ସନ୍ତୁଳନ କରିବା। ଅଧିକରୁ ଅଧିକ ବୃକ୍ଷରୋପଣ କରାଯିବ। 75ଟା ଆମର ଜିଲ୍ଲାରେ, 75ଟା NSC ଏରିଆରେ, 75ଟା ଗ୍ରାମରେ ଏଇ ଟାଇପ୍ର ତାଙ୍କର ଜନ୍ମଦିନ ଯେହେତୁ 75 ବର୍ଷ ଅବସରରେ ପାଳନ କରୁଛନ୍ତି ଦେଶବାସୀ। ସିଏ ତ ନିଜେ ପାଳନ୍ତିନି, ଖାଲି ଆହ୍ୱାନ ଦେଇଥିଲେ ମୋର ଜନ୍ମଦିନକୁ କୌଣସି ଏଭଳିଆ କ୍ୟାଣ୍ଡେଲ କି କେକ୍ ମାଧ୍ୟମରେ ନ କରିକି ସମଗ୍ର ବିଶ୍ୱ, ସମଗ୍ର ଭାରତବର୍ଷର ଲୋକଙ୍କର କାମରେ, ଲୋକଙ୍କର ଜୀବନ ସୁରକ୍ଷା ଦିଗରେ କାମରେ ଆସୁ। ସେଥିପାଇଁ ସେଇ ଆହ୍ୱାନ କ୍ରମେ ଆଜି ଆମ କରଞ୍ଜିଆ ବନ ବିଭାଗ ତରଫରୁ ଆମର DFO ଆଜି ଶୁଭାରମ୍ଭ କରିଛନ୍ତି। ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଆମର 500 ଗଛ ଯିବ। ସେଥିରେ ଭିଡ଼ିଓ ମାନେ ସେଥିରେ ଗଛ ଲଗେଇବେ। ସେଇ ଗ୍ରାମ ପଞ୍ଚାୟତରେ ଯୋଉ ବିଭାଗ ଅଛି ସେମାନେ ଲଗେଇବେ। ଫରେଷ୍ଟ ଡିପାର୍ଟମେଣ୍ଟ ଖୁଦ ଆମର 75 ଲକ୍ଷ ଗଛ ଲଗେଇବ। ଅନ୍ୟାନ୍ୟ ବିଭାଗ ମଧ୍ୟ ଏଥିରେ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ନିଶ୍ଚିତ ଭାବରେ ଏ ଯେ ଆମର ଜଳବାୟୁ ପରିବର୍ତ୍ତନ, ସୁସ୍ଥ ସମାଜ ଗଠନ କରିବା, ଗ୍ରୀନ୍ ଏନର୍ଜି ଡେଭଲପ କରିବା ଏବଂ ଗ୍ରୀନ୍ କଭର ଏରିଆଟିକୁ ଅଧିକରୁ ଅଧିକ ବଢ଼େଇଲେ ସମାଜରେ ଯେଉଁ ବିଭିନ୍ନ ପ୍ରକାର ଯେଉଁଟାକି ଆନକ୍ୟୁରେବଲ ଡିଜିଜ୍ ସବୁ ଆସୁଛି, ଫଙ୍ଗସ ଭଳିଆ, କୋଭିଡ ଭଳିଆ, ସେଟାକୁ ରୋକାଯାଇପାରେ। ମାନ୍ୟବର ଆମର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସବୁଜ ରଥ ଯେଉଁ ପଞ୍ଚାୟତ ଗୁଡ଼ାକୁ 500 ଲେଖାଏଁ ଗଛ ଯିବ, ଏଇ 10 ତାରିଖ ସୁଦ୍ଧା ସବୁ ପଞ୍ଚାୟତକୁ ଆମର 73ଟା ପଞ୍ଚାୟତକୁ 500 ଲେଖାଏଁ ଗଛ ପହଞ୍ଚିବ। ତାରି ଆଜି ମନ୍ତ୍ରୀ ମହୋଦୟ ଉଦ୍ଘାଟନ କଲେ। ଆଜିଠାରୁ ଆରମ୍ଭ ହେବ ସେସବୁର ଟ୍ରାନ୍ସପୋର୍ଟେସନ୍ ଏବଂ ସେଗୁଡ଼ାକୁ ବ୍ଲକ ଲେଭେଲର BDO ମାନେ ପଞ୍ଚାୟତ ଲେଭେଲରେ ତାଙ୍କର ସଚେତନ କରି ସେମାନେ ପ୍ଲାଣ୍ଟେସନ୍ କରିବେ। ତତ୍ସହିତ ଯେଉଁ ପ୍ଲାଣ୍ଟେସନ୍ ଡେଟ୍ ଫିକ୍ସ କରାହେଇଛି ସେଇଟା ହେଉଛି ସେପ୍ଟେମ୍ବର 17 ତାରିଖ, ଆମର ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ। ସେହି ଅବସରରେ ଆମର ମୁଖ୍ୟମନ୍ତ୍ରୀ ସବୁ ବର୍ଗର ଜନ ଆନ୍ଦୋଳନ ହିସାବରେ ନେଇ ଆମେ ବୃକ୍ଷରୋପଣ କରିବା ଏବଂ ଆମର ଏଇ କରଞ୍ଜିଆ ସବ୍ ଡିଭିଜନରେ 1,10,000 ଚାରା ସେଦିନ ରୋପଣ କରାଯିବ।